गौतम बुद्धଙ୍କ ପାଖକୁ ଜଣେ ସାଧକ ଯିବେ, ସାଧାରଣ ବ୍ୟକ୍ତି ଯିବେ, ଯାଇକି ପଚାରିବେ, କହିବେ ଗୁରୁଦେବ ଆପଣ ତ ବହୁତ ସାରା କଥା କହୁଛନ୍ତି, ବହୁତ ସାରା ଆତ୍ମଜ୍ଞାନକୁ ବ୍ରହ୍ମଜ୍ଞାନକୁ ପ୍ରଚାର କରୁଛନ୍ତି, ଗୁରୁଦେବ ମୋତେ ବି ଟିକେ ଆପଣ ଟିକେ ମାର୍ଗଦର୍ଶନ କରନ୍ତି କି, ମୋତେ ଟିକେ କୁହନ୍ତୁ ସାଧନା କ'ଣ, ସାଧନାରେ ଜଣେ ସାଧକ କ'ଣ ଶିଖିଥାନ୍ତି ମୋତେ ଟିକେ ବୁଝାନ୍ତୁ। ଗୌତମ ବୁଦ୍ଧଙ୍କ ପାଖକୁ, ଭଗବାନ ଗୌତମ ବୁଦ୍ଧଙ୍କ ପାଖକୁ ଜଣେ ସାଧକ ଯାଇ ପଚାରିବେ, ସାର୍ ସାଧନା କ'ଣ ମୋତେ ଟିକେ ବୁଝାନ୍ତି କି, ମୁଁ ବି ଟିକେ ଆଚରଣ କରନ୍ତି, ମୁଁ ବି ଟିକେ ଲାଭାନ୍ୱିତ ହୁଅନ୍ତି। ତ ଭଗବାନ ଗୌତମ ବୁଦ୍ଧ ସେ ବ୍ୟକ୍ତିଙ୍କୁ କହିବେ ଠିକ୍ ଅଛି, ଆପଣ ଗୋଟେ କାମ କରନ୍ତୁ, ଆପଣ ଯାଇକି ବଜାରରେ ଟିକେ ବୁଲି ପଡ଼ି ଆସନ୍ତୁ, ବଜାରରେ ଏମିତି ବୁଲି ପଡ଼ି ଆସନ୍ତୁ। ସେ ସେଠି ଯିବେ, ବଜାରରେ ବୁଲି ପଡ଼ିବେ, ବୁଲିବେ, ଆସିବେ, କହିବେ ଆପଣ କ'ଣ ଦେଖିଲେ, ବୋଲେ ମୁଁ ଦେଖିଲି ବଜାରରେ ବହୁତ ସାରା ଜିନିଷ ବିକ୍ରି ହେଉଛି, ମିଠା ଛଣାଛଣି ଜିନିଷ, ବିଭିନ୍ନ କପଡ଼ା, ବିଭିନ୍ନ ଲୋକ କିଣୁଛନ୍ତି, କିଏ ବିକୁଛନ୍ତି, ବହୁତ କୋଳାହଳ ଅଛି, ଗାଡ଼ି ଆସୁଛି ଯାଉଛି, ବିଭିନ୍ନ ପ୍ରକାର କଥାକୁ ସେ ବ୍ୟାଖ୍ୟା କଲେ, ବିଭିନ୍ନ ପ୍ରକାର ବଜାରର ବର୍ଣ୍ଣନା କରି ଭଗବାନ ଗୌତମ ବୁଦ୍ଧଙ୍କୁ ବୁଝେଇଲେ। ତାପରେ ଭଗବାନ ଗୌତମ ବୁଦ୍ଧ କ'ଣ କଲେ, ସେ ବ୍ୟକ୍ତିକୁ ଗୋଟେ ଛୋଟ ପାତ୍ର ଦେହରେ ପାଣି ଭରିକିରି ଦେଲେ, ଗୋଟେ କଂସା ଦେହରେ ଭାବି ନିଅନ୍ତୁ, ଗୋଟେ କଂସା ଯାହା ମୁହଁଟା ବହୁତ ପତଳା ଅଛି, ପତଳା ମୁହଁର ସେ କଂସା ଦେହରେ ପାଣି ଭରିକିରି ସେ ବ୍ୟକ୍ତିକୁ ଦେଲେ, କହିଲେ ପାଣିକୁ ଧରିକିରି ତମେ ଯାଅ, ଯେଉଁ ବଜାରରେ ତମେ ବୁଲିକି ଆସିଥିଲ, ଯେତିକି ଜାଗା ବୁଲିକି ଆସିଛ ସେତିକି ଜାଗା ବୁଲିକି ଆସ, କିନ୍ତୁ ସାବଧାନ ଯେମିତି ପାଣିରୁ ଟୋପେ ବାହାରକୁ ନ ପଡ଼େ। ଏ ପାଣି ମନ୍ତୁରା ପାଣି, ଏ ପାଣିରେ ଯଦି ଟୋପେ ବାହାରେ ପଇଲା ଭାବିନିଅ ତମ ଶରୀରରୁ ଟୋପେ ରକ୍ତ ବାହାରିଗଲା, ମାନେ ପାଣି ବାହାରେ ପଇଲେ ତମ ଶରୀର କ୍ଷୟକ୍ଷତି ହେଇଯିବ, ଯେତିକି ପାଣି ଏ କଂସାର ତଳେ ପଡ଼ିବ ସେତିକି ରକ୍ତ ତମ ଦେହରୁ ଶୁଖିଯିବ। ତ ସାବଧାନ ଯେମିତି ପାଣି ନ ପଡ଼େ, ଏବେ କଂସାକୁ ନେଇକି ବୁଲିକି ଆସ। ସେ ବ୍ୟକ୍ତି ସେ କଂସାକୁ ଧରିକିରି ଭାରି ଝାଳ ନାଳ ଆଣ୍ଠିଏ ହେଇକିରି ଧୀରେ ଧୀରେ ଯାଉଥିବେ, ତାଙ୍କ ଏକାଗ୍ରତା କେବଳ ସେ କଂସା ଉପରେ ଥିବ, କ'ଣ ବିକ୍ରି ହେଉଛି, କିଏ କ'ଣ କରୁଛନ୍ତି, ତାଙ୍କ ଧ୍ୟାନ ଆଉ କେଉଁଠି ନଥିବ, ଭାରି ଧୀରେ ଧୀରେ ପାଦ ଚିପି ଚିପି ଚାଲୁଥିବେ, ତାଙ୍କ ଧ୍ୟାନ ତାଙ୍କ ଏକାଗ୍ରତା ସେ କଂସା ଉପରେ ଥିବ, ସେ ପାଣି ଉପରେ ଥିବ, କାଳେ କଂସା ଚହଲୁଛି କି, କାଳେ ପାଣି ପଡ଼ିଯିବ କି, କାଳେ ପବନ ବେଗ ଦେଉଛି କି, କଂସାକୁ ଆଡ଼କୁ କରୁଥିବେ, ସାଡ଼କୁ କରୁଥିବେ, ଧୀରେ 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 ଯେଉଁ ବଜାରକୁ ସେ 10 ମିନିଟରେ ବୁଲିଥିଲେ 2 ଘଣ୍ଟା ଲାଗିଯିବ ସେଇ ବଜାରକୁ ବୁଲିକି ଆସିବା ପାଇଁ। 2 ଘଣ୍ଟା ପରେ ସେ ଆସିକିରି ଗୁରୁଦେବଙ୍କୁ ଦେଖା କରିବେ, ଗୁରୁଜୀ ବହୁତ କଠିନ ହେଲା, ବହୁତ କଠୋର ପରିସ୍ଥିତିରେ ମୁଁ ପାଣିକୁ ଏମିତି ବଞ୍ଚିତ ରଖିକି ଆସିଲି, ଆଜ୍ଞା ପାଣି କେଉଁଠି ଟୋପେ ବି ପଡ଼ିନି, ମୁଁ ଭାରି ଭାରି ଏକାଗ୍ରତା ସହିତ ପାଣି କିଠି ଆଣିଲି, ଏବେ ଗୁରୁଦେବ ମୋତେ କୁହନ୍ତୁ ମୁଁ କ'ଣ ଶିଖିଲି, ମୁଁ କ'ଣ ବୁଝିଲି, ମୁଁ ତ ବଜାର ବୁଲିଲି, ଥରେ ସେମିତି ବୁଲିଲେ, ତାପରେ ପାଣିକି ନେଇକି ବୁଲିଲି, ଆ ଦେହରେ କ'ଣ ଶିକ୍ଷା ମିଳିଲା। ତ ଭଗବାନ ଗୌତମ ବୁଦ୍ଧ ତାଙ୍କୁ ବୁଝେଇବେ, ଦେଖ ଯେତେବେଳେ ପ୍ରଥମ ସ୍ତର ତମେ ବୁଲୁଥିଲ ତମ ଇନ୍ଦ୍ରିୟ ମନ ବହିର୍ମୁଖୀ ଥିଲା, ଇନ୍ଦ୍ରିୟ ମନର ଦାସ ତମେ ହେଇକିରି ବୁଲୁଥିଲ, ନିଜର ନିୟନ୍ତ୍ରଣ ନିଜ ହାତରେ ନଥିଲା, ଅନିୟନ୍ତ୍ରିତ ଭାବରେ ଆପଣ ବୁଲୁଥିଲେ, ବାହାରେ ଦେଖୁଥିଲେ, ବୁଲୁଥିଲେ, ଦେଖୁଥିଲେ, ଅବିବେକୀ ହେଇକିରି ବୁଲୁଥିଲେ। ଯେତେବେଳେ ପାଣି କଂସା ରହିଲା ହାତରେ, ମନରେ ଏକ ଏକାଗ୍ରତା ଆସିଲା, ମନରେ ଏକ ସଜଗତା ଆସିଲା, ମନରେ ଏକ ଅନୁଶାସନ ଆସିଲା, ମନ ଯେଉଁ ବହିର୍ମୁଖୀ ହେଇକି ଥିଲା ମନ ଟିକେ ଅନ୍ତର୍ମୁଖୀ ହେଲା, ବିବେକୀ ହେଇକିରି ଆପଣଙ୍କ ଧ୍ୟାନକୁ ଆପଣ ପାଣି ସାଙ୍ଗରେ ଏକାଗ୍ର କଲେ, ବିବେକୀ ହେଇକିରି ଆପଣଙ୍କ ମନକୁ ଇନ୍ଦ୍ରିୟଙ୍କୁ ନିୟନ୍ତ୍ରଣରେ ରଖିବା ପାଇଁ ଚେଷ୍ଟା କଲେ। ଯେଉଁ ମନ ଯେଉଁ ଇନ୍ଦ୍ରିୟ ଆପଣଙ୍କୁ ବହିର୍ମୁଖୀ କରିକିରି ବାହାର ଭୌତିକ ବସ୍ତୁ ପଦାର୍ଥ ସାଙ୍ଗରେ ଲାଳାୟିତ କରୁଥିଲା, ଚଞ୍ଚଳ ଅସ୍ଥିର କରୁଥିଲା, ସେପରିକା ଇନ୍ଦ୍ରିୟଙ୍କୁ, ସେପରିକା ମନକୁ କିଛି ସମୟ ପାଇଁ ତମେ ନିୟନ୍ତ୍ରଣରେ ରଖିଲ, ବିବେକୀ ହେଇକିରି ବାଟ ଚାଲିଲ, ନିଜ ଭିତରେ ସଂଯମତା ଥିଲା, ନିଜ ଭିତରେ ସ୍ଥିରତା ଥିଲା, ନିଜ ଭିତରେ ଅନୁଶାସନ ଥିଲା। ତ ଯେମିତି ପାଣିକୁ ତୁମେ ଧରିକିରି ଚାଲିଲ, ସେମିତି ବିବେକକୁ ଧରିକିରି ସଂସାରରେ ବଞ୍ଚିବା ହିଁ ସାଧନା। ସାଧନା ଆଉ କିଛି ନୁହଁ, ସାଧନା ହେଲା ବିବେକୀ ହେଇକିରି ପ୍ରିୟ ଆଉ ଶ୍ରେୟ ବସ୍ତୁକୁ ପରଖିବା, ଇନ୍ଦ୍ରିୟ ମନକୁ ନିଜ ନିୟନ୍ତ୍ରଣରେ ରଖିବା, ପ୍ରତିଦିନ ଦିନଚର୍ଯ୍ୟାରେ ପ୍ରତ୍ୟେକ କାମ କାର୍ଯ୍ୟକୁ ପରଖି ନିରୀକ୍ଷିକିରି କରିବା, ସାଧନା ହେଲା ଏଇଟା। ସେ ବ୍ୟକ୍ତି ଭାରି ଖୁସିରେ ଆନନ୍ଦିତ ହେଇଯିବେ, କହିବେ ଗୁରୁଦେବ ଏତେ ସବୁ କଥା ଅଛି, ନିହାତି ଠିକ୍ କଥା, ମୁଁ ଯାହା ମାନ ତାହା ଖାଉଛି, ଯାହା ମାନ ତାହା ପିଉଛି, ଯାହା ମାନ ତାହା କରୁଛି, ମୋ ଚରିତ୍ରକୁ ଦୂଷିତ କରୁଛି, ମୋ ଶରୀରକୁ ରୋଗଗ୍ରସ୍ତ କରୁଛି, ସତରେ ମୁଁ ଇନ୍ଦ୍ରିୟ ମନର ଦାସ ହେଇକିରି ଥିଲି, ଆଜି ମୁଁ ଗୁରୁଦେବ ବୁଝିପାରିଲି
साधना माने विवेक हिंकरी बंचिबा निजर सुख को निज भितर खोजिबा ए कथार गभीरता को जदि आपण परखि पारिबे जने मनीष शांति आनंद रे रहिबा पई भौतिक वस्तु पदार्थर बहुत कम आवश्यक अछि बहुत कम आवश्यक कोन प्राथमिक आवश्यक पवन पवन तो सहज रूप में मिलूँ आम जो प्राणवायु कहचे निश्वास प्रश्वास करुचे पवन सहज रूप से सरल रूप से आमको मिलूँ पवन को किनिया को पड़ेनि कि बाहर को एबे तो परिस्थिति आम किणुने भविष्य में कौन हम से पछ कथा पवन आमको आसूची गोटे प्रथम आवश्यकता पूर्ति होची पानी ठीक अच्छे पानी भी सहज रूप में मिल जाऊँगी स्पेशल आम ओडिशा कथा चर्चा हेले पर्याप्त मात्रा रे आवश्यक वस्तु पदार्थ आम पाखे अच्छी पानी मिलूँ प्रतिदिन आम भोजन भी मिलूँ विवेक हिंकरे आम जब परखा भोजन रे स्वादर आवश्यक नहीं भल भोजन सात्विक भोजन प्राकृतिक भोजन को जब आम खाइबा प्राकृतिक भोजन रे ना अधिक तेल मसला आडंबर लेसेंस एसेंस फ्लेवर्स फूड कलर किसी आवश्यक नहीं प्राकृतिक भोजन सहज रूप में मिल तो जो बाहर वस्तु पदार्थ आवश्यक बहुत किंचित सीमित अच्छे वस्त्र पिंधिले रही गोटे घर दरकार ये सब जिन सहज रूप से आमको मिलू थाए किंतु आम आडंबर देखी हाँपाई अन्य संगे तुलना करी जानते अशांतिग्रस्त हों था आम अशांतिर कारण आम निजे ही आडंबर देखापी ड्रेस मैचिंग हो नाई जो बूट पिंधि ठीक लगुच तो जो टाई पिंधि बब पिंधि हेयर कट ठीक अच्छे फेशियल भल लगुच इयर रिंग्स जहाँ भी आम वस्त्र को मैचिंग कर पिंधु था अजाणत अशांतिग्रस्त हों था खाद्य स्वाद को खोजु था अजाणत अशांतिग्रस्त हों था तेणुक जदि विवेकी हिंकरे जड़े व्यक्ति जड़े साधक ये सब कथार गभीरता को परखि पारे इंद्रिय मन को ठीक से बुझीपारे शांतिर स्रोत आपण निजे आनंदर स्वरूप आपण निजे बाहर बहुत सीमित वस्तु पदार्थर आवश्यक अच्छी मनीषर अशांतिर कारण केवल अज्ञान स्वरूप ज्ञानर अभाव आत्मज्ञानर अभाव आजिकल देखते मनीष केते कौन शांति कर डीजे जोर जोर से डीजे बजेबा कान अतरा से साउंड को शुणिक नाचुंट से माने इंद्रियर दास होंगे जाइंट विभिन्न प्रकार माने खाद्य माध्यम आम स्वाद को खोजु था डिस्को डांस केते कौन सब समाज में चली आपने जानी सीरियल सिनेमा विभिन्न अनावश्यक ज्ञान को आम मन को देकी मन को चंचल स्थिर करुचे तेणुक जड़े जदि जड़े व्यक्ति विवेक हिंकरी आज चर्चा को देखिए आज चर्चा को परखिबे बुझिबे ताहले तांको भितरे संयमता आसीबो तांको ऊपर नियंत्रण आसीबो से सुख को बाहर नुह भितर प्राप्त करिवे आनंद को भितर प्राप्त करिवे निहायते आनंद भितर अच्छे सुख भितर अच्छे अनेक प्रमाण को आम चर्चा हिंकरी बुझी सारिचे इंद्रिय मन माध्यम केवल माध्यम आ जेते सुख को बाहर खोजिबे सेते इंद्रियर मनर दास होइजिबे आज समाज केते रोग रे पीड़ित अच्छी केते विभिन्न प्रकार रोग घरे घरे व्यापी जाइए ए सबुर कारण अप्राकृतिक भाव में जीवन यापन करवा अप्राकृतिक भाव में भौतिक सुख को उपभोग करने मन जो व्याकुलता अस्थिरता अच्छी